ଛୁରୀ ଆପେଲ ଉପରେ ପଡୁ କି ଆପେଲ ଛୁରୀ ଉପରେ ପଡୁ ମାନେ କଟିବା ତ ଆପେଲ ନିହାତି ଆପେଲ ତ ସେଇଭଳି ଢଙ୍ଗରେ ଆମ ଓଡିଆ ଫିଲ୍ମ ହେଇଯାଇଛି। ଆମ ଫିଲ୍ମ ଯେମିତି ସିରିଜରେ ହବ ଧର୍ମାରେ ହବ ମାନେ ଗୋଟେ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟୁଛି ମାନେ ଏ ଜିନିଷକୁ ନେଇକି ଆମେ କାଲିଠାରୁ ଏମିତି କଥା ହଉଛୁ କାହିଁ ଆମର ଦର୍ଶକ ଅଛନ୍ତି କମେଣ୍ଟ କରୁଥିଲେ କି ଏ ବିଷୟରେ କିଛି କୁହନ୍ତୁ ପୂର୍ବରୁ ବି ଆମେ ଭାବିଥିଲୁ କି କରିବୁ ଭିଡିଓର ଛକିଶୁନର ଆମେ କହିଲୁ ଗୋଟେ ସିରିଜ ଇସ୍ୟୁ ଅଛି ତାରି ଉପରେ ଭିଡିଓ ଆଣିବୁ ତ ସବୁ ଦର୍ଶକ ଏମିତି ଅନୁରୋଧ ବି କରିଥିଲେ ଆଉ ଆମେ ବହୁତ ସାରା ମୁଁ ଦେଖୁଛି ବହୁତ ସାରା ବି କହିସାରିଛନ୍ତି ଆମେ ସେଇ କଥା ବି ପୁଣି କହୁଛୁ କି ଯଦି ଆମେ ଆମ ଫିଲ୍ମକୁ ସପୋର୍ଟ ନ କରିବା ତ କରିବ କିଏ ତ ୟାରି ଉପରେ କଥା ହେବା ଆମେ ଆଜି କାହିଁକିନା ବହୁତ ଗୋଟେ ଦୁଃଖଦାୟକ ଘଟଣା ଘଟୁଛି କାହିଁକି ତ ଦଶହରା ଭଳିଆ ଦିନରେ ଆମର ଫିଲ୍ମ ଚ୍ୟାଲେଞ୍ଜ ଫିଲ୍ମ ଚାରିଧାମ ଫିଲ୍ମ ଦିଟାଙ୍କ ଉଠିକି ଗୋଟେ ସାଉଥ ଇଣ୍ଡିଆନ ଫିଲ୍ମକୁ ସପୋର୍ଟ କରାହଉଛି ସାଉଥ ଇଣ୍ଡିଆନ ଫିଲ୍ମକୁ ପଡୁଛି ଆଉ ମୁଁ କାଲି ଦେଖୁଥିଲି କି 53ଟା ଶୋରେ ମାନେ 53ଟା ଶୋ ମିଳିଛି ହଲ୍ କିଛି ହଲ୍ ତ 8-10ଟା ହଲ୍ ଆଉ 53ଟା ଶୋ ତ କିନ୍ତୁ ଓଡିଆ ମୁଭି ଚାଲିକି ଟ୍ରେଣ୍ଡିଂ ରେ ରହିକି ତାଙ୍କୁ ଶୋ ମିଳୁଛି ସେଇଟା ହଉଛି ସବୁଠୁ ବଡ ଦୁଃଖର କଥା କାହିଁକିନା ଟ୍ରେଣ୍ଡିଂ ରେ ରହୁଛି ତ ଟ୍ରେଣ୍ଡିଂ ରେ ଯେତେବେଳେ ରହୁଛି ତ ମାନେ ବିଜନେସ ତ ହଉଛି ତ ବିଜନେସ ହଉଛି ଯେତେବେଳେ ପୁଣି ତ ପକେଇବା କଥା ନା ତ ସେଇ ଟାଇମରେ ଯଦି ହଠାତ୍ ପୁଣି ଓଡିଆ ଫିଲ୍ମ ଚାଲିବ ଆଉ ଯଦି ସମସ୍ତେ କହୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ ଓଡିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ କେତେବେଳେ ଆଗକୁ ଯିବ କେମିତି ଆଗକୁ ଯିବ ଯଦି ଏମିତି ଯଦି ହବ ତ କେମିତି ଆଗକୁ ଯିବ ତ ୟାରି ଉପରେ ଆମେ ବହୁତ ମାନେ ଦୁଃଖ ଲାଗିଲା କାଲି ଆମେ ରାତିରେ କାହିଁକିନା 2ଟା ଭିଡିଓ କରିସାରିଲା ପରେ ଆଉ ମାନେ ଆଉ ସମୟ ମିଳିଲାନି କରିହେଲାନି ତ ସେଇଟା ଆଜି ଆମେ ସକାଳୁ ଉଠିକି ଆମେ ଷ୍ଟାର୍ଟିଂ ରୁ କରୁଛୁ ତ ମାନେ ବହୁତ ଦୁଃଖ ଲାଗୁଛି ଏ ଘଟଣା ଶୁଣିବା ପାଇଁ କାହିଁକିନା ଜିନିଷ ହଉଛି ସିଏ ଏଠି ଓଡିଆ ମୁଭି ପକେଇ ଦଉଛନ୍ତି ତମେ ପକାଅ କିନ୍ତୁ ଏତେ ବି ଶୋ କର ନା ଯେ ଓଡିଆ ମୁଭି ଟ୍ରେଣ୍ଡ ଚାଲିକି ତମେ ତାକୁ ଉଠେଇକି ସାଉଥ ମୁଭି ପକେଇବ ତ ଯଦି ସାଉଥ ମୁଭିକୁ ଏତେ ସପୋର୍ଟ କରିବ ତ ଓଡିଆ ଫିଲ୍ମ ଚାଲିବ ନିଜ ଜାଗାରେ ଚାଲିବ କେମିତି ମୁଁ ବାଙ୍ଗାଲୋର କଥା କହିଦଉଛି ବାଙ୍ଗାଲୋରରେ ମାନେ ଓଡିଆ ଫିଲ୍ମ 5ଟା ଶୋ ଚାଲିଥିଲା ଏବେ ହଟିକି 2ଟା ଶୋ ମାତ୍ର ଅଛି 2ଟା ଶୋ ମାତ୍ର ଅଛି ସିଏ ବି କେତେବେଳେ ହଟିଯିବ ତ ତାଙ୍କ ଲାଙ୍ଗୁଏଜକୁ ସେମାନେ ପ୍ରାୟୋରିଟି ଦଉଛନ୍ତି ଯୋଉଠି ତ ଆମ ଲାଙ୍ଗୁଏଜକୁ ଆମେ କାହିଁକି ପ୍ରାୟୋରିଟି ଦଉନା ତ ସେଇଟା ମୁଁ କହିବାକୁ ଚାହୁଁଛି କି ଆମ ଓଡିଶାରେ ଆଗେ ତ ଓଡିଆ ଫିଲ୍ମକୁ ଆଗେ ପ୍ରାୟୋରିଟି ଦେବା କଥା ନା 2ଟା ବଡ ଫିଲ୍ମ ବାହାରିଛି ଅନୁଭବ ମହାନ୍ତିଙ୍କ ଫିଲ୍ମ ଆଉ ଅର୍ଦ୍ଧୁତିଙ୍କ ଫିଲ୍ମ ଚ୍ୟାଲେଞ୍ଜ ତମେ ପକେଇଲେ ଗୋଟେ କଥା କି ଚାଲୁଛି ନା ମୁଭି ବୁକ୍ ମାଇ ଶୋରେ ଟ୍ରେଣ୍ଡିଂ ଦେଖଉଛି ମାନେ ଇ ଚାରିଧାମ ମୁଭି ଆଉ ତ ତାକୁ ତ ପୁଣି ଚାଲେଇବା ଦରକାର ନା ପୁଣି ଦେଖ କଟକରେ ମାନେ ଇଏ ହଉଛି ମୁଁ ଗୋଟେ ଲିଷ୍ଟ ମୁଁ କରିଛି ତ ଏଇଟା ହଉଛି କଟକରେ ଦେଖନ୍ତୁ କଟକରେ ଚାରିଧାମ ମୁଭି ଦେଖିପାରୁଥିବେ ଟ୍ରେଣ୍ଡିଂ ରେ ଅଛି ମାତ୍ର ଦେଖନ୍ତୁ 2ଟା ଶୋ ମାତ୍ର ତାପରେ ଦେଖନ୍ତୁ 3 ତାରିଖ 4 ତାରିଖ ତାପରେ ଆଉ 5 ତାରିଖ ତ ଏମିତି ଆଗକୁ ଯୋଉ ସବୁ ଅଛି ମାତ୍ର ଏଇ 6 ତାରିଖ ବେଳକୁ ସୋମବାର ବେଳକୁ ନାହିଁ ଆଉ ତ ଇଏ ହଉଛି ଗୋଟେ କଥା ପୁଣି ଦେଖନ୍ତୁ ମୁଁ ବ୍ୟାକ୍ ଆସିଲି ତ ପୁଣି ଆସି ଦେଖ କାନ୍ତାରା 12ଟା ଶୋ ମିଳୁଛି 15ଟା ଶୋ ମିଳୁଛି ଆଉ ରେଗୁଲାର ବେସିସରେ ମିଳି ଚାଲିଛି ତ ଏଇଟା ମାନେ ବହୁତ ଦୁଃଖର କଥା କାହିଁକିନା କଟକ ଟଙ୍କା କହନ୍ତି ଅନୁଭବକୁ ତ ତାଙ୍କ ଜାଗାରେ ତାଙ୍କର ଶୋ ନାହିଁ ତ ସେଇଟା ସବୁଠୁ ବଡ ଦୁଃଖର କଥା ଦେଖନ୍ତୁ ଆପଣ ମାନେ ଆଉ ଚିନ୍ତା କରନ୍ତୁ ନିଜେ ତ କୋଉ ଭଳି ଢଙ୍ଗରେ ମାନେ ଏଠି ମାନେ ଆମ ଓଡିଆ ଫିଲ୍ମଟା ପୁଣି ଆଗକୁ କେମିତି ଯିବ ତ ଏଇଟା ହଉଛି କଥା ତ ଆମେ ଯଦି ଆମ ଫିଲ୍ମକୁ ପ୍ରାୟୋରିଟି ନ ଦେବା ପ୍ରମୋଟ ନ କରିବା ତ କେମିତି ଢଙ୍ଗରେ ଚାଲିବ ତ ଏଇ ହଉଛି କଥା ତ ପୁଣି ଆମେ ଯଦି ବ୍ୟାକ୍ ଆସିବା କି ଚ୍ୟାଲେଞ୍ଜ ଭୁବନେଶ୍ୱରରେ କେତେ ଅଛି ତ ଦେଖନ୍ତୁ ସ୍କ୍ରିନରେ ଦେଖିପାରୁଥିବେ ଭୁବନେଶ୍ୱର ମାତ୍ର 3ଟା ଶୋ ମାନେ ଟୋଟାଲ ଭୁବନେଶ୍ୱରରେ ମାତ୍ର 3ଟା ଶୋ 3 ତାରିଖ ଆଉ 4 ତାରିଖ ମାନେ 3 ତାରିଖ ମାନେ ଶୁକ୍ରବାର ଆଜି 4 ତାରିଖ ଆଉ ନାହିଁ ଦେଖନ୍ତୁ 4 ତାରିଖ ଆଉ ବ୍ଲାଙ୍କ ଦେଖନ୍ତୁ 4 ତାରିଖ ଆଉ ଶୋ ହିଁ ନାହିଁ ଏଟା ହେଲା ବାଙ୍ଗାଲୋର ଦେଖନ୍ତୁ ବାଙ୍ଗାଲୋରରେ ଚାରିଧାମର ମୁଁ ଶୋ ଦେଖଉଛି ଆପଣମାନଙ୍କୁ ବାଙ୍ଗାଲୋର ଚାରିଧାମର ଆଉ ମାତ୍ର 2ଟି ଶୋ ଅଛି ଦେଖନ୍ତୁ ଆଉ ମାତ୍ର 2ଟା ଶୋ ଅଛି ତ ଏ ରହୁଛି କଥା ବାଙ୍ଗାଲୋରରେ ମାତ୍ର ଆଉ ମାନେ ଆଉ 2ଟି ଶୋ ଅଛି ସେ କେତେବେଳେ ଉଠିଯିବ ଠିକ ଠିକଣା ନାହିଁ ଦେଖୁଥିବ ଖାଲି ସ୍କ୍ରିନକୁ ତ ଦେଖ ଭୁବନେଶ୍ୱରରେ ଚାରିଧାମ ଦେଖନ୍ତୁ ଚାରିଧାମ ଟ୍ରେଣ୍ଡିଂରେ ଅଛି ଏବେ ଟ୍ରେଣ୍ଡିଂରେ ଏଟା ଗତକାଲିର ମାନେ ଟ୍ରେଣ୍ଡିଂରେ ଅଛି ତଥାପି ଦେଖନ୍ତୁ ଆଗକୁ ଯିବ ତ ଦେଖନ୍ତୁ ଆଉ ମାତ୍ର ଶୋ କେତେଟା ଅଛି ମାନେ ହାତ ଗଣତି ଶୋ ମାତ୍ର ଅଛି ହାତ ଗଣତି ଶୋ ଅଛି ହାଉସଫୁଲ ଯାଉଛି ଦେଖ ୟେଲୋ ଅଛି ଆମର ମାନେ ପୁରା ସୋଲ୍ଡ ଆଉଟ୍ ଅଛି ତାପରେ ବି 3 ତାରିଖ 4 ତାରିଖ 5 ତାରିଖ ପର୍ଯ୍ୟନ୍ତ ମାତ୍ର ଅଛି ଦେଖନ୍ତୁ କେତିକିଟା ଶୋ ମାତ୍ର ଅଛି ମାତ୍ର ତ ଏଇଭଳି ଢଙ୍ଗରେ ସବୁ ଚାଲିଛି ଆଉ 3 ତାରିଖ ଗଲା ପୁଣି 4 ତାରିଖ ଦେଖନ୍ତୁ ସେତିକି ଶୋ ମାତ୍ର ଅଛି ମାନେ କମି ଯାଉଛି ବରଂ ବଢୁନାହିଁ ତ ଏଇଟା ହଉଛି କଥା 53ଟା ଶୋ ମାନେ ମୁଁ ଗଣିଥିଲି କାନ୍ତାରାକୁ ମିଳିଛି 53ଟା ଶୋ ତ କାନ୍ତାରା नो डाउट ଗୋଟେ ଭଲ ଫିଲ୍ମ କିଛି ଭଲ ଫିଲ୍ମ କିନ୍ତୁ ଯେତେବେଳେ ଆମ ଫିଲ୍ମ ଚାଲୁଛି ତ ସେ ଆମ ଫିଲ୍ମ ଯେତେବେଳେ ଚାଲୁଛି ତ ସେଇଟା କେମିତି କେତେ ଦୂର ଠିକ ଏଇଟା ମାନେ ଆମ ଫିଲ୍ମକୁ ହଟେଇକି ଗୋଟେ ସାଉଥ ଇଣ୍ଡିଆନ ଲାଙ୍ଗୁଏଜକୁ ଇଏ କରିବା ସେମାନେ ଯୋଉଠି ସେମାନେ ତାଙ୍କ ଲାଙ୍ଗୁଏଜକୁ ପ୍ରିଫର କରୁଛନ୍ତି ଯୋଉଠି ତାଙ୍କର ଯୋଉଟା ମେନ୍ ଜାଗା କର୍ଣ୍ଣାଟକ ବାଙ୍ଗାଲୋର ତ ସେଠି ତ ଆମ ଓଡିଆ ଫିଲ୍ମକୁ କିଛି ଦିନ ପଡିଲା ତାକୁ ହଟେଇ ଦେଲା ଏତେ ପ୍ରାୟୋରିଟି ଦେଲେ ନା କିନ୍ତୁ ଯୋଉଠି ବି ଆମ ଓଡିଆ ମୁଭି ଚାଲୁଛି ଟ୍ରେଣ୍ଡ କରୁଛି ହାଉସଫୁଲ ଯାଉଛି ଫିର ବି ତାକୁ ଉଠା ଯାଉଛି ଏଇଟା ଗୋଟେ ବିଲକୁଲ ବି ଭଲ ଲାଗୁନି କାହିଁକି ନା ଦେଖନ୍ତୁ ଛୁରୀ ଆପେଲ ଉପରେ ପଡୁ କି ଆପେଲ ଛୁରୀ ଉପରେ ପଡୁ
ମାନେ କଟିବ ଆପେଲ ନିହାତି ଆପେଲ ତ ସେଇଭଳି ଢଙ୍ଗରେ ଆମ ଓଡିଆ ଫିଲ୍ମ ହେଇଯାଇଛି ଯୋଉଠି ଗଲେ ବି ଆମ ଓଡିଆ ଫିଲ୍ମ ହିଁ ବଳି ପଡୁଛି ତ ସେଇଟା ବହୁତ ବଡ ଦୁଃଖର କଥା କାହିଁକି ନା ନିହାତି ୟା ବିଷୟରେ କିଛି ଗୋଟେ ନିଶ୍ଚିତ ଚିନ୍ତା କରିବା ଦରକାର କାହିଁକି ନା ଦେଖନ୍ତୁ ମାନେ ଚାରିଧାମ ହଉ କି ଚ୍ୟାଲେଞ୍ଜ ହଉ ଖାଲି ଚାରିଧାମ ନୁହଁ ଆମ 2ଟି ଫିଲ୍ମ ବାହାରିଥିଲା କି 2ଟା ଫିଲ୍ମ ମାନେ ହଲ୍ ଆଉ ଦେଖିବାକୁ ମିଳୁନି କଟକରେ ତ ଆଉ ଚ୍ୟାଲେଞ୍ଜର ଶୋ ହିଁ ନାହିଁ କଟକରେ ଶୋ ନାହିଁ ଭୁବନେଶ୍ୱରରେ 3ଟା ଶୋ ତ ଜଣେ ପ୍ରଡ୍ୟୁସର ଚ୍ୟାଲେଞ୍ଜର ଯିଏ ମାନେ ନିଜେ ପ୍ରଡ୍ୟୁସର କରିଛନ୍ତି ସେମାନେ ପଇସା କେମିତି ଇନକମ କରିବେ ହଁ ଚ୍ୟାଲେଞ୍ଜ ଯଦି ନ ହଉଥାନ୍ତା ଚାରିଧାମ ଦଶହରା ବଜାର ମୁଁ କହିବା କଥା ଦଶହରା ବଜାରଟା ଥିଲା ଦଶହରା ବଜାର ଆମର ଲାଷ୍ଟ ଦିନ ସେଦିନ ତ ଫ୍ୟାମିଲି ନେଇକି ସମସ୍ତେ ଦେଖିବାକୁ ଯିବେ ତ ଫ୍ୟାମିଲି ନେଇକି ଯଦି ଦେଖିବାକୁ ଯିବେ ତ ଦେଖିବେ ଯେତେବେଳେ ଓଡିଆର ଶୋ ହିଁ ନାହିଁ ସେମାନେ ଦେଖିବେ କଣ ତ ଇଏ ମାନେ ବହୁତ ମାନେ ଗୋଟେ ଦୁଃଖ ଦୁର୍ଭାଗ୍ୟର କଥା ଏଟା ମାନେ ୟା ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର ବହୁତ ସାରା ଭାଇ ମାନେ ସବୁ ସ୍ୱର ଉଠାଇଛନ୍ତି ୟୁଟ୍ୟୁବରେ ତ ତାଙ୍କୁ ଧନ୍ୟବାଦ ଦେବି କାହିଁକିନା ଜିନିଷ ହଉଛି ମାନେ ଇଏ ଜିନିଷଟା ନ ହବା ଦରକାର କାହିଁକିନା ଯୋଉଠି ଆମ ଲାଙ୍ଗୁଏଜକୁ ପ୍ରିଫର ଆଗେ ଦବ ନା କହିବ ଆଉ ଗୋଟେ ବଡ ସାଉଥ ଫିଲ୍ମ ଆସିଛି ତ ଆମ ଫିଲ୍ମ ପୁଣି ଆଗକୁ କେମିତି ଯିବ ମୁଁ ଏଇଟା ଆମେ ଆମ ଭିଡିଓ ମାଧ୍ୟମରେ କହିବାକୁ ଚାହୁଁଛୁ କି ଆମ ଫିଲ୍ମକୁ ଆଗେ ସପୋର୍ଟ କରନ୍ତୁ ଆମ ଫିଲ୍ମ ଯେତେବେଳେ ନ ଚାଲିବ ତାପରେ ଆଉ କାହାକୁ ଦିଅନ୍ତୁ ଆମ ଓଡିଶାରେ ବାହାର କଥା ତ କହିପାରିବ ନା ବାହାର ତ ସେମିତି ଉଠିଯିବ ଆମ ଫିଲ୍ମ ଯେତେବେଳେ ଚାଲୁଛି ବୁକ୍ ମାଇ ଶୋରେ ଟ୍ରେଣ୍ଡିଂ ହଉଛି ତ ଯଦି ଆପଣ ମାନେ ସପୋର୍ଟ ନ କରିବେ ତ କେମିତି ଚାଲିବ ଯୋଉଠି ଗୋଟେ ହପ୍ତାରେ ଫିଲ୍ମ ସବୁ ଶୋ ହଟିବାର ମାନେ ମୁଁ ବିଲକୁଲ ବି ଦେଖିନି କେବେ ବି ଆଉ ଗୋଟେ ଫିଲ୍ମକୁ ଶୋ ବିଲକୁଲ ନ ମିଳିବା ମାନେ ଦୁର୍ଭାଗ୍ୟର କଥା ଆଉ ସେ ପ୍ରଡ୍ୟୁସର ମାନେ ଇନକମ କଣ କରିବ ଯୋଉଠି ଦେଖ ଗୋଟେ 2 ମାସ ଲେଖା ଶୋ ପଡେ ସେଠି ଗୋଟେ ୱିକରେ ଶୋ ଉଠି ଯାଉଛି ଗୋଟେ ୱିକରେ ଶୋ ହଟି ଯାଉଛି ମାନେ ୟା ବିଷୟରେ ମାନେ କଣ ଆଉ କହିବି ମାନେ ଦୁଃଖ ଲାଗୁଛି ମାନେ ହଲ୍ କମ ଓଡିଶାରେ ଏତେ କଥା କହିବାକୁ ଅଛି କିନ୍ତୁ ମାନେ ଦୁଃଖ ଏତେ ଲାଗୁଛି କଣ କହିବୁ ଆଉ କିନ୍ତୁ ଜିନିଷ ହଉଛି ମାନେ ଯଦି ଇନକମ ନ କରୁଥାନ୍ତା ହଁ ମୁଁ ଯଦି ହଲ୍ ବାଲାଙ୍କ ପଏଣ୍ଟ ଅଫ ଭ୍ୟୁରୁ କହିବି କି ତାଙ୍କର ବି ଇନକମ ଦରକାର ତାଙ୍କୁ ଇନକମ ଦରକାର କିନ୍ତୁ ଜିନିଷ ହଉଛି ଯଦି ଆମ ଓଡିଆ ଫିଲ୍ମ ନ ଚାଲୁଥାନ୍ତା ତାହେଲେ ହଁ ନିହାତି ସେଟା ପକେଇଥିଲେ କିଛି ନାହିଁ କାହିଁକିନା ତାଙ୍କର ବି ଇନକମ କରିବାର ଅଛି ସମସ୍ତେ ଇନକମ କରିବାର ଅଛି ଯଦି ଆମ ଓଡିଆ ଫିଲ୍ମ ନ ଚାଲୁଥାନ୍ତା ତାହେଲେ ପକେଇଥିଲେ ସିଏ କିଛି ଅଲଗା କଥା ହେଇଥାନ୍ତା କିନ୍ତୁ ଆମ ଫିଲ୍ମ ଯେତେବେଳେ ଓଡିଆ ଫିଲ୍ମ ଯେତେବେଳେ ଟ୍ରେଣ୍ଡିଂ ରେ ଚାଲୁଛି ଏତେ ବଡ ସୁପରଷ୍ଟାର ଆମର ତ ସେଟାକୁ ହଟେଇବା ଆଉ ଚ୍ୟାଲେଞ୍ଜ ଅର୍ଥାତ ଯିଏ ଏତେ ପରିଶ୍ରମ କରି ସେ ଫିଲ୍ମଟାକୁ କରୁଛନ୍ତି ବହୁତ ପଇସା ବି ଖର୍ଚ୍ଚ କରିଛନ୍ତି ତ ତାଙ୍କ ସୋକୁ ବି ହଟେଇବା ତ କେତେ ଦୂର ଠିକ ସେଇଟା ସମସ୍ତେ ବିଚାର କରନ୍ତୁ କମେଣ୍ଟ କରନ୍ତୁ ଆଉ ଯଥା ମାତ୍ରାରେ ପାରୁଛନ୍ତି ସେୟାର କରନ୍ତୁ ଆମେ ମୂଳରୁ ଆମେ ଯେତେବେଳେ ଭିଡିଓ ମାଧ୍ୟମରେ କହିଛୁ ଓଡିଆ ମୁଭିକୁ ସପୋର୍ଟ କର କିନ୍ତୁ ସେ ଓଡିଆ ମୁଭି ସପୋର୍ଟ ହିଁ କରୁନାହାନ୍ତି ଆମର ପ୍ରତ୍ୟେକ ଭିଡିଓରେ ଆପଣ ଦେଖି ଆମେ ଲାଷ୍ଟକୁ କି ଫାଷ୍ଟରୁ କହୁଛୁ ପ୍ରଥମେ ଓଡିଆ ମୁଭିକୁ ସପୋର୍ଟ କର କାହିଁକିନା ଆମ ଚ୍ୟାନେଲର ମୂଳ ଲକ୍ଷ୍ୟ ହଉଛି କି ଆମେ ଓଡିଆ ଫିଲ୍ମକୁ କେତେ ଏମିତି ଆଗକୁ ଯାହା କଣ୍ଟେଣ୍ଟ ଦମ ଅଛି ଯେ ଆଗକୁ ବଢି ପାରୁନି ତାକୁ ନିହାତି ସପୋର୍ଟ କରିବା ଖରାପ ଫିଲ୍ମ ବି ଆସୁଛି ଖରାପ ଫିଲ୍ମକୁ ସପୋର୍ଟ ନାହିଁ ଯିଏ ଭଲ ଫିଲ୍ମ କରୁଛନ୍ତି ଆଗକୁ ଯାଉଛନ୍ତି ତ ତାଙ୍କୁ ତ ସପୋର୍ଟ ରହିବ ନିହାତି କାହିଁକିନା ଏ ଚ୍ୟାନେଲର ମୂଳ ଲକ୍ଷ୍ୟ ହଉଛି ଭଲ ଫିଲ୍ମକୁ ସପୋର୍ଟ କରିବା ଆଉ ସେଇଟା କେମିତି ଆଗରେ ପହଞ୍ଚିବ ଦେଖନ୍ତୁ ଆଜି କାନ୍ତରା କାହିଁକି ମାନେ ଏତେ ଟ୍ରେଣ୍ଡିଂ ରେ ଚାଲୁଛି ଆଉ ଆମ ଓଡିଶାରେ କାହିଁକି ପଡୁଛି ତାର କାରଣ ହଉଛି ତାଙ୍କ ଲାଙ୍ଗୁଏଜରେ ସେମାନେ ସେମିତି ଭଲ ପାଇବା ଦେଲେ ତାଙ୍କ ଲାଙ୍ଗୁଏଜରେ ସେମିତି ଭଲ ପାଇବା ଦେଲେ 15 କୋଟି ବଜାରରେ 400 କୋଟି ଇନକମ କରିଥିଲା କାନ୍ତରା ମାନେ ଫାଷ୍ଟ ଯୋଉଟା ଆସିଲା 2022ରେ ତ ସେଥିପାଇଁ ତ ଭଲ ଇନକମ କରିଥିଲା କୋଉଠୁ ଭଲ ଇନକମ କରୁଥିଲା ତାଙ୍କ ଲାଙ୍ଗୁଏଜରୁ ମାନେ ଯୋଉଠି କର୍ଣ୍ଣାଟକରୁ ଇନକମ କରୁଥିଲା ହାଇପ୍ ବଢିଲା ପରେ ବଲିଉଡକୁ ଗଲା ତାପରେ ସେଠି ହିନ୍ଦୀ ଡବ୍ ପରେ ରିଲିଜ ହେଲା 15 ଦିନ ପରେ ରିଲିଜ ହେଲା ହିନ୍ଦୀ ଡବରେ ତାପରେ ଯାଇକି କେତେ ଟଙ୍କା ଇନକମ କଲା ତ ସେଇଟା ମୁଁ କହିବାକୁ ଚାହୁଁଛି କି ଆମ ଓଡିଆ ଫିଲ୍ମକୁ ସେଇଭଳି ଢଙ୍ଗରେ ସପୋର୍ଟ କରନ୍ତୁ ଟୋଟାଲ ଓଡିଶାରେ ଏତେ ହାଉସଫୁଲ କରନ୍ତୁ କି ବଡ ବଡ ରିଭ୍ୟୁରେ ହିନ୍ଦୀରେ ଯେ ସବୁ ମାନେ ଏମିତି ହାତ ଗଣନ୍ତୁ 1-2ଟା ଫିଲ୍ମ ଆମ ଓଡିଶାରେ ଯାଇଛି ତ ସବୁ ଫିଲ୍ମକୁ ଏଇଭଳି ଢଙ୍ଗରେ ସପୋର୍ଟ କରନ୍ତୁ କି ଆମ ଓଡିଆ ଫିଲ୍ମ ଯାଇକି ବାହାରେ ଲୋକମାନେ ଦେଖିବେ ତ ତାକୁ ପୁଣି ହିନ୍ଦୀରେ ରିଲିଜ ହବ ମାନେ ତାର ହାଇପ୍ ବନିବ ପୁଣି ସିଏ ଯାଇକି ଅଲଗା ଜାଗାରେ ହାଉସଫୁଲ ଟ୍ରେଣ୍ଡିଂରେ ଯିବ ତ ଯୋଉଟା ଦୁର୍ଭାଗ୍ୟର କଥା ସେଇଟା ହଉନି କାହିଁକିନା ଆମ ଓଡିଆରେ ତ ମାନେ ଜାଗାରେ ତ ନିଜ ଜାଗାରେ ଯଦି ନିଜର ଶୋ ପଡି ପାରୁନି ସେ ପୁଣି ଆଗ କଣ ଯିବ ଶୋ ଚାଲିକି ବି ମଧ୍ୟ ଯଦି ଶୋକୁ ଉଠା ଯାଉଛି ଯୋଉଟା ଆମର ମାନେ ଜାଗା ଆମ ଓଡିଶାରେ ଆମ ଓଡିଆ ଫିଲ୍ମର ତାର ଅସ୍ତିତ୍ୱ ରହିବା ଦରକାର କିନ୍ତୁ ସେଠି ଯେହେତୁ ମାନେ ଫିଲ୍ମ ଶୋ ହଟି ଯାଉଛି ଗୋଟେ ହପ୍ତା ବି ହେଇନି 6-7 ଦିନରେ ଫିଲ୍ମ ହଟି ଯାଉଛି ତ ଚାରିଧାମ କଣ ଇନକମ କରିବ ନା ଚ୍ୟାଲେଞ୍ଜ କଣ ଇନକମ କରିବ ନା ଆଗକୁ ଯୋଉ ସବୁ ଫିଲ୍ମ ଆଉଛି ସେ ସବୁ କଣ ଇନକମ କରିବ 5 ତାରିଖ ପର୍ଯ୍ୟନ୍ତ ଟିକେଟ ତ ଦେଖଉଛି ତ ଆଗକୁ ଆଉ ତ ନାହିଁ ଆଗକୁ ଆଉ ପଡିବ କି ନାହିଁ ବି ଠିକ ନାହିଁ କାହିଁକିନା ଯଦି ନିଜ ଫିଲ୍ମକୁ ଯଦି ସପୋର୍ଟ ନ କରିବ ତ ସପୋର୍ଟ କରିବ କିଏ ବହୁତ ପିଲା ଏମିତି କହୁଥିଲେ କି ମାନେ ଓଡିଆ ଫିଲ୍ମ କଣ ଚାଲିଛି ସାଉଥ ଫିଲ୍ମ ଦେଖିବା ତାଙ୍କୁ ତ ଗୋଟେ କହିବାର ଗୋଟେ ମୌକା ମିଳିବ ଯଦି ଓଡିଆ ଫିଲ୍ମକୁ ଆମେ ଯଦି ନିଜ ଆଡୁ ସପୋର୍ଟ ନ କରିବା ବାହାରେ କେତେ ଓଡିଆ ଦର୍ଶକ ଅଛନ୍ତି ସେମାନେ ବାହାରେ ସବୁ ଫିଲ୍ମ ଦେଖି ଇଏ କରୁଛନ୍ତି କିନ୍ତୁ ଯଦି ଆମ ଓଡିଶାରେ ଏମିତିଆ ହବ ତ ଓଡିଆ ଫିଲ୍ମ ଚାଲିବ କଣ ସେ ଭାବିବେ କଣ କି ଓଡିଆ ମୁଭି ଚାଲିଲେ ସେ ନାକି ସାଉଥ ମୁଭି ଆଣିକି ପୁରଉଛନ୍ତି ତ ୟାର ସବୁ ଗୋଟେ ଦୁର୍ଭାଗ୍ୟ କଥା କିଛି ନ ହେଇଥାଇପାରେ କାହିଁକିନା ଇଏ 2ଟା ଫିଲ୍ମ ଖାଲି ନୁହଁ ଦଶହରା ବଜାର ଯୋଉଟା ବଡ ମାର୍କେଟ ରଜ ଦଶହରା ବଜାର ସେ ଜାଗାରେ ଯଦି ଏମିତି ହଉଛି ତ ଆଗକୁ ଯୋଉ ସବୁ ଫିଲ୍ମ ସବୁ ଆସିବ ଆଗକୁ ତ ସେ ସବୁ କଣ ହବ ତ କିଛି ତ ଜଣା ପଡୁନି ଠିକ କାହିଁକିନା ଜିନିଷ ହଉଛି ମାନେ ଆଗକୁ କିଛି ଭବିଷ୍ୟତ ଠିକ ଦେଖାଉନି
ଆଉ ଯଦି ଓଡିଆ ଇଣ୍ଡଷ୍ଟ୍ରି ଆଗରୁ ଟିକେ ଟିକେ ମୁଣ୍ଡ ଟେକୁଛି, କାହିଁକି ନା ଆଗରୁ କହୁଥିଲେ କପି ଫିଲ୍ମ ଆସୁଛି, କିନ୍ତୁ ଏବେ ତ ସବୁ ଷ୍ଟୋରି କରିକି ଯେତେ ଭଲ ଦେଖିଲା ବେଳକୁ ବି ତା ଧୀରେ ଏଭଳି ଢଙ୍ଗରେ ଇଏ ହଉଛି। ଗୋଟେ ହପ୍ତାରେ ଯଦି ଶୋ ହଟି ଯାଉଛି ତ ସେଠି ଆଉ କଣ କରାଯାଇ ପାରିବ? କାରଣ ଆଗକୁ ବି ବଡ ବଡ ସବୁ ମୁଭି ଆସୁଛି, ବଡ ବଡ ମୁଭି ଆସୁଛି, ମାନେ ଅନୁଭବଙ୍କର କେତେ କେତେ ମୁଭି ସବୁ ଆସୁଛି, ବାବୁସାନଙ୍କର ଆସୁଛି, ସବ୍ୟସାଚୀଙ୍କର କେତେ ବଡ ଲ୍ୟାଣ୍ଡ ଫଲ ଗୋଟେ ମୁଭି ଆସୁଛି, ତା ବିଷୟରେ ଗୋଟେ ସେପାରେଟ ଭିଡିଓ ହବ। ଅଲବମ କିଛି ଗୋଟେ ମୁଭି ନେଇ ଆସିପାରନ୍ତି କି ଆହୁରି ସବୁ ଫିଲ୍ମ, ଖାଲି ବଡ ଆକ୍ଟର ନୁହଁ, ଆମର ଯୋଉ ସବୁ ମାନେ ଆକ୍ଟର ସବୁ ରହିଲେ, ବାକି ଆକ୍ଟର ସବୁ ରହିଲେ, ତାଙ୍କର ବି ତ ଫିଲ୍ମ ଆସିବ। ଯଦି ଏଭଳି ଢଙ୍ଗର ହବ ତ ପୁଣି କଣ କରାଯିବ? ତ ନିଜ ଜାଗାରେ ନିଜ ଇଏକୁ ସପୋର୍ଟ କରନ୍ତୁ। ତ ସେଇଟା ହଉଛି ମାନେ କହିବା କଥା, କାହିଁକିନା ଜିନିଷ ହଉଛି ନିଜ ଜାଗାରେ ଯଦି ନିଜକୁ ସପୋର୍ଟ ନ ମିଳିବ ତ ସିଏ ଯାଇକି ଆଉ କୋଉଠି କେମିତି କଣ ଏକ୍ସପ୍ଲୋର କରିପାରିବ? ଆମ ଜାଗାରେ ଯଦି ଆମ ଫିଲ୍ମଟା ଯଦି ହିଟ୍ ବ୍ଲକବଷ୍ଟର ହିଟ୍ ନ ହବ ତ ବାହାରେ ସେଟାକୁ କାହିଁକି ଦେଖିବେ ଲୋକ? ଏଇଟା ହଉଛି କଥା ନା। ତ ବାହାର ତ ଶୋ ତ ସେମିତି ହଟି ଯାଉଛି। ମୁଁ ବାଙ୍ଗାଲୋର କଥା କହୁଛି, ବାଙ୍ଗାଲୋର ତ ଶୋ ଏମିତି ହଟି ଯାଉଛି, କାହିଁକିନା ତାଙ୍କ ଫିଲ୍ମ ଆସିଲା, ତାଙ୍କ ଫିଲ୍ମକୁ ଆଗେ ପକେଇଲେ, ଆମ ଫିଲ୍ମକୁ ହଟେଇ ଦେଲେ। ୟା ପରେ ଆମ ଜାଗାରେ କଣ? ହଁ, ୟା ପରେ ନିହାତି ଗୋଟିଏ ସମସ୍ତଙ୍କୁ ବସେଇକି କିଛି ଗୋଟେ ସଲ୍ୟୁସନ ବାହାର କରିବା ଦରକାର। ନ ବାହାର କଲେ ତ ଓଡିଆ ଇଣ୍ଡଷ୍ଟ୍ରି ଆଗକୁ ବଢି ପାରିବ ନାହିଁ। ତାଙ୍କ ଜାଗାରେ ତାଙ୍କ ଫିଲ୍ମ ପଡିଲା, ଆମ ଫିଲ୍ମ ହଟିଗଲା। ଆମ ଜାଗାରେ କଣ ହେଲା? ତାଙ୍କ ଫିଲ୍ମ ବି ପଡିଲା, ଆମ ଫିଲ୍ମ ହଟିଗଲା। ତ ସବୁ ଜାଗାରେ ତ ଆମ ଫିଲ୍ମ ମାଡ ଖାଇଲା। ତ ମାନେ ଇଏ କଣ ଆଉ ରହିଲା କି? ଆଉ କିଛି ରହିଲା ନା। ଆଉ ଜଣେ ଏତେ ପରିଶ୍ରମ କରି ଫିଲ୍ମ ବନେଇବ କଣ 7 ଦିନ ପାଇଁ ମାତ୍ର? ଯଦି ଗୋଟେ ଫିଲ୍ମ ମାସେ ହଲରେ ନ ପଡିବ ତ ଫାଇଦା କଣ? ଆମେ ଭାବୁଥିଲୁ କଣ ମାନେ ବାହାରେ ଯାହା ଯେମିତି ହଉଛି, କିନ୍ତୁ ଓଡିଶାରେ ତ ରହିବ। ମାସେ ରହିବ, ମାସେ ରହିଲେ ଜଣେ ଓଡିଶାରେ ଇନକମ କରିଦବ, ଫିଲ୍ମ ଇନକମ କରିବ। ଫିଲ୍ମ ଇନକମ କଲେ ଆମ ଓଡିଶା ଯାଇକି ବାହାରେ ପରିଚିତ ହବ, କିନ୍ତୁ ସେଇଟା ତ ବିଲକୁଲ ବି ଦେଖାଯାଉନି। ତ ସେଇଟା ବହୁତ ଦୁଃଖର କଥା। ରିକ୍ୱେଷ୍ଟ ଗୋଟେ କି ଆମ ଓଡିଆ ଫିଲ୍ମକୁ ଯଥାରୁ ମାନେ ବହୁତରୁ ବହୁତ ଶୋ ମିଳୁ। ଦୁଇଟି ଫିଲ୍ମ ବଡ ବଡ ଫିଲ୍ମ ବାହାରିଛି, ଚ୍ୟାଲେଞ୍ଜ 4 ଦାମ ବାହାରିଛି, ତ ଦୁଇଟି ଫିଲ୍ମକୁ ବହୁ ମାତ୍ରାରେ ସପୋର୍ଟ କରନ୍ତୁ। କିନ୍ତୁ ଆଉ ଅଡିଏନ୍ସ ରିଭ୍ୟୁ ଦିଟା ଭଲ ଦଉଛନ୍ତି, କିନ୍ତୁ ଫିର୍ ବି ସେମାନେ ଥିଏଟରରୁ ଉଠେଇ ଦଉଛନ୍ତି। ଥିଏଟର ତ ହଟି ଯାଉଛି ଫିଲ୍ମ। ତ ନୋ ଡାଉଟ ତାଙ୍କର ବି ଇନକମ କରିବାର ଅଛି, କିନ୍ତୁ ଜିନିଷ ହଉଛି ଆମ ଫିଲ୍ମ ଯଦି ଇନକମ ନ କରୁଥାନ୍ତା ତ ଇଏ କରିଥାନ୍ତା ନା, କିନ୍ତୁ ଆମ ଫିଲ୍ମ ତ ଇନକମ କରୁଛି ନା। ତ ମାନେ ଆମେ ବୁକ୍ ମାଇ ଶୋରେ ଦେଖୁଛୁ ଟୋଟାଲ ୟେଲୋ, ସୋଲ୍ଡ ଆଉଟ୍ ସବୁ ତ ଦେଖଉଛି ଟୋଟାଲ। ଆଉ କିଛି କିଛି ଭରିବାର ଥବ ପୁରା ମାନେ ଆପଣ ଦେଖିବେ ବାଙ୍ଗାଲୋରରେ ବହୁତ ଜାଗାରେ ଶୋ ହାଉସଫୁଲ ସବୁ ଯାଇଛି, ତଥାପି ଶୋ ଏଠି ହଟିଯାଇଛି, କାହିଁକିନା ତାଙ୍କ ଫିଲ୍ମ ପଡିଲା, ସେ ଶୋ ହଟିଯାଇଛି। ତ ଏଇ ହଉଛି କଥା। ଆଉ ମାନେ ଏକ୍ସଟ୍ରା ଆଉ କଣ କହିବୁ ଆଉ? କିନ୍ତୁ ଏଇଟା ହଉଛି ମାନେ ଆମେ କହିବାର କାରଣ ହଉଛି କି ରିକ୍ୱେଷ୍ଟ ଗୋଟେ କି ଆମ ଓଡିଆ ଫିଲ୍ମ ଯଥା ମାତ୍ରାରେ ଅଧିକା ଶୋ ମିଳୁ। ଏଠି ଆମେ କୋଉ ହଲକୁ କିମ୍ବା ଇଏକୁ ଆମେ କାହାକୁ କୋଉ ପର୍ସନାଲ ଇଏ କିଛି କହୁନା, କାହାରି ଆମର କାହାରି ଯଥାଶୀଘ୍ର ସଲ୍ୟୁସନ କିଛି ବାହାର କରନ୍ତୁ, କାହିଁକିନା ସମସ୍ତଙ୍କୁ ଇନକମ କରିବାର ଅଛି। କିନ୍ତୁ ଆମର ଏଇଟା ରିକ୍ୱେଷ୍ଟ ମାତ୍ର ଭିଡିଓ ମାଧ୍ୟମରେ କି ଆମ ଓଡିଆ ଫିଲ୍ମକୁ ଯଥା ମାତ୍ରାରେ ଅଧିକା ଶୋ ମିଳୁ। ତ ଇନକମ ସମସ୍ତଙ୍କର କରିବାର ଅଛି, ପ୍ରଡ୍ୟୁସର ବି ଇନକମ କରିବେ ଫିଲ୍ମରେ, ଆଉ ହଲ୍ ବାଲା ବି ଇନକମ କରିବେ। ତ ସେଇଟା ତାଙ୍କ ଇନକମର କଥା, ସେଟା ଆମର କିଛି କହିବାର ନାହିଁ। କିନ୍ତୁ ଜିନିଷ ହଉଛି ଆମ ଓଡିଆ ଫିଲ୍ମ ଯେତେବେଳେ ଭଲ ଚାଲିଛି, ସେତିକି ରିକ୍ୱେଷ୍ଟ କି ଆମ ଓଡିଆ ଫିଲ୍ମକୁ ଅଧିକା ଶୋ ମିଳୁ। ତ ସେ ମିଳିଲେ ଆମ ଓଡିଆ ଫିଲ୍ମ ଆଗକୁ ଯିବ। ଆମ ଓଡିଆ ଫିଲ୍ମ ଆଗକୁ ଗଲେ ଆମ ଓଡିଆ ବାହାରେ ଯାଇକି ପରିଚିତ ହବ। ତ ଏଇଟା ଦୁର୍ଭାଗ୍ୟର କଥା, ଆମ ଓଡିଆ ଇଣ୍ଡଷ୍ଟ୍ରିକୁ ମାନେ ଦମନ ପୂର୍ବରୁ କେହି ଜାଣିନଥିଲେ। ଆଗରୁ ବି ଫିଲ୍ମ କରିଛନ୍ତି, ଉତ୍ତମ ମହାନ୍ତି କରିଛନ୍ତି, କି ପ୍ରଶାନ୍ତ କରିଛନ୍ତି, ସେତେବେଳେ ଏତେ ସୋସିଆଲ ମିଡିଆ ନଥିଲା, ତ ପ୍ରଚାର ବି ନଥିଲା। କିନ୍ତୁ ଦମନ ପରେ ପରେ ଟିକେ ଏବେ ଆମ ଇଣ୍ଡଷ୍ଟ୍ରିକୁ ଚିହ୍ନୁଛନ୍ତି, ଆଉ ବହୁତ ଟିକେ ଚିହ୍ନିଛନ୍ତି। ପୁଣି ଯଦି ଏଇଟା ଏମିତି ଆଗକୁ ସବୁ ମାନେ ଏଇ ଘଟଣା ସବୁ ଘଟିବ, ପୁଣି କେମିତି ହବ? ଆଗକୁ ବି ବଡ ବଡ ଫିଲ୍ମ, ବଲିଉଡ ର ସାଉଥ ର ବି ବଡ ବଡ ମୁଭି ଆସୁଛି। ରାବଣ ଆସୁଛି ଆଗକୁ ଅନୁଭବଙ୍କର, ଆଉ ବାବୁସାନ କିଛି ଗୋଟେ ବଡ ଫିଲ୍ମ ନେଇକି ଆସିପାରନ୍ତି, ଯେମିତି ମୁଁ ପୂର୍ବରୁ କହିଲେ। ତ ବଡ ବଡ ଫିଲ୍ମ ସବୁ ଆସୁଛି, ତ ସପୋର୍ଟ ତ କଲେ ସେ ପୁଣି ଆଗକୁ ଯିବେ ନା। ତ ଆମ ଓଡିଆ ଫିଲ୍ମ କାହିଁକି 50 କୋଟି ଇନକମ ନ କରିବ? ନିହାତି କରିପାରିବ, କାହିଁକି କରିବ ନା? ସପୋର୍ଟ ଦରକାର ନା। ଆମ ଓଡିଆ ଫିଲ୍ମ 50 କୋଟି 100 କୋଟି ଇନକମ କରିବ ନା। ଯଦି ଆମ ଓଡିଶାରୁ ଭଲ ଇନକମ କରିବା ସହିତ ହିନ୍ଦୀରେ ରିଲିଜ ହେଲା, ତ ସମସ୍ତେ ଭଲ ପାଇବା ଦେଲେ, ତ ସିଏ ବି ତ ଭଲ ସପୋର୍ଟ ପାଇବ ନା, ଭଲ ସଫଳତା ପାଇବ। ତ ଏଇଟା ହଉଛି କଥା। ଏଇଟା ମାନେ ଆମ ଫିଲ୍ମ ସିନା ଆଗକୁ ଗଲେ ସବୁ ଚିହ୍ନିବେ କି ଆମର ବି ଭଲ ଷ୍ଟାର ସବୁ ଅଛନ୍ତି, ଆମ ଫିଲ୍ମ ବି ଯାଇକି ମାନେ ହିନ୍ଦୀରେ ଦେଖିବେ ନା, ଆମ ଫିଲ୍ମ ଯାଇକି ଟି ସିରିଜରେ ହବ, ଧର୍ମାରେ ହବ। ତ ଏଇଟା ହଉଛି ଆମ କହିବାର କଥା। ତ ସପୋର୍ଟ କରନ୍ତୁ ଆମ ଫିଲ୍ମକୁ ଆଗେ ସପୋର୍ଟ କରନ୍ତୁ। ସବୁ ଫିଲ୍ମ ଦେଖନ୍ତୁ, ସେଥିରେ କିଛି ନାହିଁ, କିନ୍ତୁ ଆମ ଜାଗାରେ ଆମ ଫିଲ୍ମକୁ ଆଗେ ସପୋର୍ଟ କରନ୍ତୁ। ଏଇଟା ହଉଛି କହିବା କଥା। ଏଇ ଭିଡିଓଟି ସମସ୍ତଙ୍କ ମନକୁ ପାଇଥିବ। ଆଉ ଆପଣ ମାନେ ଯଦି ଏଇ ଭିଡିଓରେ ସହମତ ଅଛନ୍ତି ତାହେଲେ ତ କମେଣ୍ଟ ଲେଖନ୍ତୁ ୟେସ୍। ଆଉ ନିଜର କମେଣ୍ଟ ଯାହା ନିଜର ମାନେ ଇଏ ଅଛି, ମନର କଥା ଅଛି, ନିଜ କମେଣ୍ଟରେ ଇଏ କରନ୍ତୁ। ଆଉ ଯଥା ମାତ୍ରାରେ ପାରୁଛନ୍ତି ସେୟାର କରନ୍ତୁ। ତ ଭିଡିଓଟି ଆଜି ପାଇଁ ଏତିକି। ମୁଭି ଚର୍ଚ୍ଚାର ଆଉ ଗୋଟେ ନୂଆ ଭିଡିଓ ନେଇ ଆସିବୁ, ସେତେବେଳେ ବିଦାୟ ଦିଅନ୍ତୁ।